ଆଜି ଗୋଟେ ଦାବି ପତ୍ର ଦେଇଛନ୍ତି। ମୁଖ୍ୟ ଦାବି ତାଙ୍କର ହଉଛି ଛାତ୍ର ସଂସଦ ନିର୍ବାଚନ କରାଯାଉ ଏବଂ ତା ସହିତ ସେମାନେ କିଛି ବେସିକ୍ ଫାସିଲିଟି କଥା ଲେଖିଛନ୍ତି, ଭିତ୍ତିଭୂମି କଥା ଲେଖିଛନ୍ତି, ଯୋଉଟା କି ଆମର ବର୍ତ୍ତମାନ ଆମର କାମ କିଛି ଆରମ୍ଭ ହେଇଛି ଆଉ କିଛି ପ୍ରୋସେସରେ ଅଛି। ବର୍ଷା ଦିନ ସରିଗଲା ପରେ ସେଟା ଫୁଲ୍ ସୁଇଂରେ କାମ ହବ। ତେଣୁ ଆମେ ଚେଷ୍ଟା କରୁଛୁ ଆମ ତରଫରୁ କିଛି ଅସୁବିଧା ନ ହଉ, ପିଲାମାନଙ୍କୁ ସବୁ ସୁବିଧା ମିଳୁ। ଆଉ ତା ସହିତ ତାଙ୍କର ଯୋଉ ନିର୍ବାଚନ ଦାବି ଅଛି ସେଟା ତ ଆମ ହାତରେ ନାହିଁ, ସେଟା ସରକାର ସେ ବିଷୟରେ ନିଷ୍ପତ୍ତି ନେବେ। ଯାହା ନିଷ୍ପତ୍ତି ଆସିବ ଆମେ ଏଟାକୁ ଇମ୍ପ୍ଲିମେଣ୍ଟ କରିବା। ବର୍ତ୍ତମାନ ଇମିଡିଏଟଲି ଆମକୁ ଲାଷ୍ଟ ଇୟର ହଷ୍ଟେଲ ଦିଟା ମିଳିଥିଲା। ଗୋଟେ ହଷ୍ଟେଲରେ କିଛି ପିଲା ରହୁଥିଲେ, ସେକେଣ୍ଡ ହଷ୍ଟେଲଟା ଖାଲି ଥିଲା, ଯୋଉଥିରେ କି ବର୍ତ୍ତମାନ ଆମେ ପିଲାମାନଙ୍କୁ ପଠେଇଛୁ। ଏବଂ ଯୋଉ ପୁଅମାନଙ୍କ ପାଇଁ ଯୋଉ ହଷ୍ଟେଲ ଥିଲା ତାକୁ ଝିଅମାନଙ୍କ ପାଇଁ ଆମେ ସେଇଟା କରିଛୁ, ଯୋଉଥିପାଇଁ କି ଝିଅମାନଙ୍କର କିଛି ଅସୁବିଧା ହବନି ଏବଂ ସେ ଝିଅମାନେ ପାଖରେ ରହିପାରିବେ, ଏତେ ଦୂରରୁ ଆସିପାରିବେ, ସେଥିପାଇଁ ଆମେ କରିଛୁ। ଏବଂ ତା ପାଇଁ କ'ଣ କରାଯାଇପାରିବ ଆମେ ବର୍ତ୍ତମାନ ଚିନ୍ତା କରୁଛୁ, ଯୋଉଥିରେ କି ପିଲାମାନଙ୍କର କିଛି ଅସୁବିଧା ହବନି। ସେ ବିଷୟରେ ଆମେ ଚିନ୍ତା କରିକି ଆମେ ଡିସିସନ ନେବୁ। ଥ୍ୟାଙ୍କ ୟୁ।